ଛେଳି କୁକୁଡ଼ା ପାରା ଆଦି ବଳି ଦେଇଥାନ୍ତି ଛତ୍ର ସାମ୍ନାରେ ଏବଂ ଅନେକ ଶ୍ରଦ୍ଧାଳୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମାଙ୍କର ଛତ୍ର ଉପରକୁ ଜିଅନ୍ତା ପାରା ଛାଡ଼ିଥାନ୍ତି ବା ଉଡ଼େଇଥାନ୍ତି। ଏଠାରେ ସମସ୍ତେ ଜାଣିବା ଦରକାର ଊନବିଂଶ ଶତାବ୍ଦୀରେ ମଣିଷ ପାରାକୁ ଏକ ଶାନ୍ତିର କପୋତ ବା ଶାନ୍ତିର ଦୂତ ବୋଲି ଅଭିହିତ କରିଛି। କିନ୍ତୁ କଳାହାଣ୍ଡି ଜିଲ୍ଲାର ଏହି ମାଣିକେଶ୍ୱରୀ ସଂସ୍କୃତିରେ ହଜାର ବର୍ଷ ପୂର୍ବରୁ ଏହି ଅଞ୍ଚଳର ଅଧିବାସୀମାନେ ମାଙ୍କର ଛତ୍ର ଉପରକୁ ଶାନ୍ତିର କପୋତ ବା ପାରା ଉଡ଼େଇ ବିଶ୍ୱ ଶାନ୍ତି ମୈତ୍ରୀ ଭାଇଚାରାର ଏକ ବାର୍ତ୍ତା ପ୍ରେରଣ କରୁଛନ୍ତି। ଏହା ହେଉଛି ମା ମାଣିକେଶ୍ୱରୀଙ୍କର ଛତ୍ରଯାତ୍ରାର ଏକ ବୈଶିଷ୍ଟ୍ୟ, ମାଣିକେଶ୍ୱରୀ ସଂସ୍କୃତିର ବୈଶିଷ୍ଟ୍ୟ। ବାଟସାରା ଏମିତି ଶ୍ରଦ୍ଧାଳୁମାନେ ମାଙ୍କୁ ବନ୍ଦାପନା କରି ନିଅନ୍ତି ମନ୍ଦିର ପର୍ଯ୍ୟନ୍ତ ଏବଂ ମନ୍ଦିର ସିଂହଦ୍ୱାର ସାମ୍ନାରେ ପରମ୍ପରା ଅନୁଯାୟୀ କଳାହାଣ୍ଡିର ମହାରାଜା ମାଙ୍କ ଛତ୍ରକୁ ବନ୍ଦାପନା କରନ୍ତି ଏବଂ ନିଜେ ଛତ୍ରକୁ ଛତ୍ରବାହକଠାରୁ ଗ୍ରହଣ କରି ମନ୍ଦିର ଭିତରକୁ ନେଇଯାଆନ୍ତି। ଏ ହେଉଛି ମାଣିକେଶ୍ୱରୀଙ୍କର ଏକ ପ୍ରସିଦ୍ଧ ଛତ୍ରଯାତ୍ରା। ମାଙ୍କର ମହାଷ୍ଟମୀ ଦିନ ମହାଷ୍ଟମୀ ପୂଜା ସରିବା ପରେ ମଧ୍ୟରାତ୍ରିରେ ମାଙ୍କର ଛତ୍ର ମନ୍ଦିରରୁ ବାହାରିବେ ଏବଂ ଜେନାଖାଲରେ ଯାଇ ପହଞ୍ଚିବେ ରାତିରେ। ସେ ଗୋପନ ବିଧିରେ ଯାଆନ୍ତି। କଳାହାଣ୍ଡି ବାସିନ୍ଦା କେବେ ମା ଯେତେବେଳେ ମନ୍ଦିରରୁ ଜେନାଖାଲକୁ ଯାଆନ୍ତି ସାମ୍ନାକୁ ହୁଅନ୍ତି ନାହିଁ, ସହରର ପାଟିକବାଟ ପଡ଼ିଯାଉଥାଏ। କିନ୍ତୁ ବର୍ତ୍ତମାନ ଆଧୁନିକ ଯୁଗ ହେଲାଣି, ଲକ୍ଷାଧିକ ଭକ୍ତ ଆସୁଛନ୍ତି, ସବୁ ବାହାରରୁ ଭକ୍ତମାନେ ଶ୍ରଦ୍ଧାଳୁମାନେ ରହୁଛନ୍ତି। ସେମାନେ ମାଙ୍କର ଏଇ ନୀତି ନିୟମ ତ ଜାଣିନାହାନ୍ତି, ତେଣୁ ସାମ୍ନାକୁ ହେଇଯାଉଛନ୍ତି। କିନ୍ତୁ ଗଲାବେଳକୁ କେହି ମାଙ୍କ ସାମ୍ନାରେ ହେବା କଥା ନୁହଁ, ସେ ବିଧି ରହିଛି। ଏବଂ ସକାଳୁ ଯେଉଁ ବଡ଼ି ଭୋରରୁ ମାଙ୍କର ଜେନାଖାଲରେ ନୀତିକାନ୍ତି ଯାହା ଅଛି ଗୋପନୀୟ ବିଧିରେ ତାନ୍ତ୍ରିକ ମତରେ ପୂଜାର୍ଚ୍ଚନା ପରେ ସକାଳୁ ଯେଉଁ ବଡ଼ି ଭୋରରେ ଜେନାଖାଲରୁ ମନ୍ଦିର ଅଭିମୁଖେ ଯାତ୍ରା ମା କରିବେ, ଛତ୍ର ପ୍ରତ୍ୟାବର୍ତ୍ତନ କରିବେ ମନ୍ଦିରକୁ। ସେହି ସମୟରେ ଶ୍ରଦ୍ଧାଳୁମାନେ ମାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାର ଏକ ପରମ୍ପରା ହେଉଛି ମାଙ୍କର ଏହି ପ୍ରସିଦ୍ଧ ଛତ୍ରଯାତ୍ରା। ସପକ୍ଷ ବିପକ୍ଷ ଊର୍ଦ୍ଧ୍ୱରେ G99 ନ୍ୟୁଜ୍।